ସାଧନା ପାଇଁ ତ କିଛି ସୁବିଧା ନାହିଁ, କରିବି କଣ? ସେ ମହାଭାରତର ଯୁଗର କଥା। ଜଙ୍ଗଲର ମଳିନ ଦିନହୀନ ଶବର ପିଲାଟିଏ, କିନ୍ତୁ ଧନୁର୍ବିଦ୍ୟା ଶିକ୍ଷା କରିବାରେ ବହୁତ ଆଗ୍ରହ। ଶୁଣିଲା ବାରୁଣା ବଂଶରେ ଗୁରୁ ଦ୍ରୋଣ ତାରି ଭଳି ବାଳକ କୌରବ ଓ ପାଣ୍ଡବ ରାଜପୁତ୍ର ମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଉଛନ୍ତି। ହୃଦୟରେ ଗଭୀର ଭକ୍ତି ଓ ଶ୍ରଦ୍ଧା ସହ ମନରେ ଦୁର୍ବାର ଆଶା ନେଇ ଯାଇ ପହଞ୍ଚିଲା ଗୁରୁ ଦ୍ରୋଣଙ୍କ ନିକଟରେ। ଆକୁଳ ମିନତି ଭରା କଣ୍ଠରେ ବ୍ୟକ୍ତ କଲା ନିଜର ଅଭିଳାଷ। କିନ୍ତୁ ତାକୁ ଦେଖିବା ମାତ୍ରେ କୌରବ ଓ ପାଣ୍ଡବ ରାଜପୁତ୍ର ମାନେ ଘୃଣା ଆଉ କ୍ରୋଧରେ ଶିହରି ଉଠିଲେ। ଏହା କିପରି ହୋଇପାରେ? ଗୋଟିଏ ଅପରିଷ୍କାର ଅପରିଚ୍ଛନ୍ନ ବଣୁଆ ଅଦୃଶ୍ୟ ଶବର ପିଲା କିପରି ତାଙ୍କ ସହ ଧନୁର୍ବିଦ୍ୟା ଶିକ୍ଷା କରିବ? କୌରବ ଓ ପାଣ୍ଡବ ମାନଙ୍କ ଅନ୍ନରେ ପ୍ରତିପାଳିତ ଦ୍ରୋଣ କୌଣସି ଶିକ୍ଷା ଦେଇପାରିବେ ନାହିଁ ବୋଲି ତାକୁ ନିର୍ମମ ଭାବେ ମନା କରିଦେଲେ। ଶେଷରେ କୌରବ ଓ ପାଣ୍ଡବ ରାଜପୁତ୍ର ମାନଙ୍କ ଠାରୁ ଅନେକ ନିନ୍ଦା ଭର୍ତ୍ସନା ଓ ଅପମାନ ପାଇ ତାକୁ ନିରାଶ ହୋଇ ଫେରିଯିବାକୁ ହେଲା। କିନ୍ତୁ ହୃଦୟରେ ଏକ ନିଷ୍ଠ ଲକ୍ଷ୍ୟ ବାଧା ପାଇଲେ କଣ କେବେ ବି ମଉଳି ଯାଏ, ବରଂ ତାର ପ୍ରବେଗ ଦ୍ବିଗୁଣିତ ହୋଇଉଠେ। ଦୁଃଖ ଆଉ ଅପମାନ ଜର୍ଜରିତ ଦିନ ଶବର ପିଲାଟି କରୁଣ ଭକ୍ତିପୂତ ଚାହାଣୀରେ ତାର ଆରାଧ୍ୟ ଗୁରୁ ଦ୍ରୋଣଙ୍କୁ ଟିକେ ଚାହିଁ ତାଙ୍କରି ପଦସ୍ପର୍ଶ କରିଥିବା ମୂର୍ତ୍ତିକାକୁ କିଛି ନେଇ ଜଙ୍ଗଲ ଭିତରେ କୁଆଡେ ଅଦୃଶ୍ୟ ହୋଇଗଲା। ନିଜ କୁଡିଆରେ ପହଞ୍ଚି ସେଇ ମାଟି ସହ ଆଉ କିଛି ମାଟି ମିଶାଇ ଗୁରୁଙ୍କର ଏକ ପ୍ରତିମୂର୍ତ୍ତି ତିଆରି କଲେ। ଗଭୀର ଭକ୍ତି ଓ ନିଷ୍ଠା ସହ ତାଙ୍କରି ନିକଟରେ ପ୍ରଣତ ହୋଇ ନିଜର ଧନୁର୍ବିଦ୍ୟା ସାଧନା ଆରମ୍ଭ କରିଦେଲେ। ପ୍ରତ୍ୟକ୍ଷ ଗୁରୁଙ୍କ ଉପଦେଶ ଭଳି ହୃଦୟରୁ ଅସ୍ତ୍ର ଶିକ୍ଷାର ସମସ୍ତ ପ୍ରେରଣା ପାଇଲା। ଧୀରେ ଧୀରେ ଧନୁର୍ବିଦ୍ୟାର ଅପୂର୍ବ କୌଶଳ ଓ ଦକ୍ଷତା ହାସଲ କରି ଏକ ଅସାଧାରଣ ଯୋଦ୍ଧାରେ ପରିଣତ ହେଲା। କିନ୍ତୁ ବଣମଲ୍ଲୀ ସବୁରି ଅଜଣାରେ ବଣରେ ଫୁଟିଛି। ତାକୁ କିଏ ବା ଜାଣୁଛି? ତାକୁ କିଏ ବା ଜାଣିଛି? ଦିନ ପରେ ଦିନ ଗଡି ଚାଲିଲା। ଦ୍ରୋଣଙ୍କ ଧର୍ମପତ୍ନୀ କୃପିଙ୍କର ଶ୍ରାଦ୍ଧ ଦିବସ ପାଖେଇ ଆସିଲା। ସେ କୌରବ ଓ ପାଣ୍ଡବ ମାନଙ୍କୁ ଡାକି ଗଣ୍ଡା ଗୋଟାଇ ମାରି ଆଣିବା ଲାଗି ବିଭିନ୍ନ ଦିଗକୁ ପଠାଇଲେ। ଦୁର୍ଯ୍ୟୋଧନ ପ୍ରଭୃତି କୌରବ ମାନେ ଯେଉଁ ଜଙ୍ଗଲକୁ ଯାଇଥିଲେ, ସେଇ ଜଙ୍ଗଲରେ ସେ ଶବର ଯୁବକଟି ତାର ପତ୍ନୀ ସହ ବାସ କରୁଥିଲା। ସେ କୁଡିଆରେ ତାର ସର ସଜାଡିବାରେ ବ୍ୟସ୍ତ। ପତ୍ନୀ ତାର ନିକଟସ୍ଥ ଝରଣାକୁ ପାଣି ଆଣିବା ଲାଗି ଯାଇଛି। ଦୁଷ୍ଟ କୌରବ ମାନେ ନିର୍ଜନ ଜଙ୍ଗଲରେ ସେଇ ସୁନ୍ଦରୀ ଶବର ପତ୍ନୀକୁ ଦେଖି ତା ପ୍ରତି ମନ୍ଦ ଆଚରଣ କରିବା ପାଇଁ ଉଦ୍ୟତ ହେଲେ। ସେ ଲଜ୍ଜା ଭୟ ଓ ଘୃଣାରେ ଚିତ୍କାର କରି ତାର ସ୍ୱାମୀକୁ ଡାକ ପକାଇଲା। ସ୍ୱାମୀ ତାର ସର ସଜାଡୁ ସଜାଡୁ ପତ୍ନୀର କାତର କଣ୍ଠ ଶୁଣି ପାରିଲା। ଉତ୍କଣ୍ଠିତ ହୃଦୟରେ ସେ ଧନୁଶର ଧରି ସଙ୍ଗେ ସଙ୍ଗେ ଜଙ୍ଗଲକୁ ବାହାରି ପଡିଲା। ଦେଖିଲା ଦୁଷ୍ଟ କୌରବ ରାଜପୁତ୍ର ମାନେ ତାର ପତ୍ନୀ ପ୍ରତି ଅସଦାଚରଣ କରୁଛନ୍ତି। କୌରବ ମାନଙ୍କୁ ବାରଣ କରିବାରେ ସେମାନେ ବରଂ ତାକୁ ତାଚ୍ଛଲ୍ୟ କରି ବେଶୀ ବେଶୀ ତାର ପତ୍ନୀ ପ୍ରତି ଦୁର୍ବ୍ୟବହାର କରିବାକୁ ଉଦ୍ୟତ ହେଲେ। ସେତେବେଳେ ଶବରର କ୍ରୋଧ ଆଉ ସମ୍ଭାଳେ କିଏ? ଭୟଙ୍କର ମୂର୍ତ୍ତି ଧାରଣ କରି କୌରବ ରାଜପୁତ୍ର ମାନଙ୍କ ଉପରେ ଘନ ଘନ ସର ବୃଷ୍ଟି କରିବାରେ ଲାଗିଲା। କୌରବ ମାନେ ଯୁଦ୍ଧରେ ପାରିଲେ ନାହିଁ। ଶେଷକୁ ତାର ଶରାଘାତରେ ପ୍ରାଣ ହରାଇ ସରାଶାୟୀ ହେଲେ। ଶବର ତାର ପତ୍ନୀକୁ ଧରି ନିଜ କୁଡିଆକୁ ଫେରିଲା। ଗଣ୍ଡା ଧରି ଅନ୍ୟମାନେ ଫେରିଲେ, କିନ୍ତୁ ଦୁର୍ଯ୍ୟୋଧନ ପ୍ରଭୃତି ନ ଫେରିବାରୁ ଦ୍ରୋଣ ବହୁତ ଚିନ୍ତିତ ହୋଇ ପଡିଲେଣି। ଶେଷରେ ଅର୍ଜୁନଙ୍କୁ ପଠାଇଲେ ସେମାନଙ୍କର ସନ୍ଧାନ ନେବାକୁ। ସେମାନେ ଆସିଥିବା ଜଙ୍ଗଲକୁ ଆସି ଅର୍ଜୁନ ଦେଖିଲେ ଯେ ଗୋଟେ ଝରଣା ନିକଟରେ କୌରବ ମାନେ ମରି ପଡିଛନ୍ତି ଓ ପାଖରେ ଗୋଟେ କୁଡିଆ ଦେଖାଯାଉଛି। ସେ କୁଡିଆ ନିକଟକୁ ଯାଇ ଦେଖିଲେ ଗୋଟିଏ ଶବର ଯୁବକ ତାର ଧନୁର୍ବିଦ୍ୟା ଶିକ୍ଷା କରିବାରେ ବ୍ୟସ୍ତ। ତାକୁ ସମସ୍ତ ଘଟଣା ପଚାରିବାରୁ ସେ ସବୁ କଥା କହିଲା। ତାଙ୍କର ଭାଇମାନଙ୍କୁ ଗୋଟେ ଅସ୍ପୃଶ୍ୟ ଶବର ମାରିଥିବାରୁ ଅର୍ଜୁନ ତାକୁ କିଛି ଅପମାନ କରି କହିଲେ। ଉଭୟଙ୍କର କିଛି ସମୟ ବାକ୍ ଯୁଦ୍ଧ ଲାଗିବା ପରେ ଯୁଦ୍ଧ ଆରମ୍ଭ ହୋଇଗଲା। ଧନୁର୍ବିଦ୍ୟାରେ କେହି
କେହି କାହାକୁ ବି ଭୟଙ୍କର ଭୟଙ୍କର ସେ ଯୁଦ୍ଧ। ସେମାନଙ୍କର ଯୁଦ୍ଧରେ ବନଭୂମି କମ୍ପି ଉଠିଲା। ବିଳମ୍ବ ହେବାରୁ ଦ୍ରୋଣ ସମ୍ଭାଳି ପାରିଲେ ନାହିଁ। ଅନ୍ୟମାନଙ୍କୁ ସାଙ୍ଗରେ ଧରି ଜଙ୍ଗଲକୁ ଆସି ଦେଖିଲେ ଏହି ଅସାଧାରଣ ଓ ଭୟଙ୍କର ଯୁଦ୍ଧ। କିଛି ସମୟ ଦେଖିବା ପରେ ସେ ନିଜେ ସେ ଦୁହିଁଙ୍କୁ ବୁଝାଇ ଯୁଦ୍ଧ ବନ୍ଦ କରିଦେଲେ। କିନ୍ତୁ ତାଙ୍କର ପ୍ରିୟ ଶିଷ୍ୟ ଅର୍ଜୁନର ଗୋଟେ ଅଖ୍ୟାତ ଅସ୍ପୃଶ୍ୟ ଶବର ନିକଟରେ ଏପରି ଶୋଚନୀୟ ଅବସ୍ଥା ଦେଖି ତାଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ନିଜକୁ ସେ ଘୋର ଅପମାନିତ ମନେ କଲେ। ଯାହା ହେଉ, ପରସ୍ପର ମଧ୍ୟରେ ମିଳାମିଶା ଓ ଶାନ୍ତି ପ୍ରତିଷ୍ଠା ପରେ ଏ ଶବର ଯୁବକ ମରି ପଡିଥିବା ଦୁର୍ଯ୍ୟୋଧନ ଓ ତାର ଅନ୍ୟ ଭାଇମାନଙ୍କୁ ଜୀବନ୍ୟାସ ଶର ଦ୍ୱାରା ପୁଣି ବଞ୍ଚାଇ ଦେଲା। ଅନ୍ତରର ଭାବକୁ ଗୋପନ ରଖି ଦ୍ରୋଣ ତାକୁ ଖୁବ୍ କୋମଳ ଭାବରେ ପଚାରିଲେ, ତୋର ଗୁରୁ କିଏ? ଶବର ଯୁବକ ତାଙ୍କୁ ତାର କୁଡିଆକୁ ନେଇଗଲା ଓ ମାଟିର ଦ୍ରୋଣ ମୂର୍ତ୍ତିକୁ ଦେଖାଇ କହିଲା, ଏଇ ମୋର ଗୁରୁ। ମତେ ଅସ୍ପୃଶ୍ୟ କହି ତଡ଼ିଦେବା ପରେ ୟାଙ୍କରି ନିକଟରେ ସାଧନା କରି ମୁଁ ମୋର ଧନୁର୍ବିଦ୍ୟା ହାସଲ କରିଛି। ଏହା କହି ଦ୍ରୋଣଙ୍କ ପାଦ ତଳେ ପ୍ରଣାମ କଲା। ଦ୍ରୋଣ ଗୋଟିଏ ଦିଗରୁ ଆତ୍ମସନ୍ତୋଷ ଲାଭ କଲେ, କିନ୍ତୁ ଅନ୍ୟ ଏକ ଦୃଷ୍ଟିରୁ ଆଶଙ୍କା କଲେ ଯେ ତାଙ୍କର ପ୍ରିୟ ଶିଷ୍ୟ ଅର୍ଜୁନର ସେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ। ସେ କାଳରେ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରିସାରିବା ପରେ ତାଙ୍କୁ ଦକ୍ଷିଣା ନଦେଲେ ଶିକ୍ଷା ସମ୍ପୂର୍ଣ୍ଣ ହେଉନଥିଲା। ଦ୍ରୋଣ ସେ କଥା ଶବର ଯୁବକକୁ ମନେ ପକାଇ ଦେଲେ। ସେ ଗଭୀର ଶକ୍ତି ଓ ଆନନ୍ଦରେ ଗୁରୁଙ୍କୁ ଦକ୍ଷିଣା ମାଗିବା ଲାଗି କହିଲା। ଦ୍ରୋଣ ତାର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଠିଟି ଦକ୍ଷିଣା ସ୍ୱରୂପ ମାଗିଲେ। ଗୁରୁ ଭକ୍ତ ଶିଷ୍ୟ ଗୁରୁଙ୍କ ଉଦ୍ଦେଶ୍ୟ ବୁଝିପାରିଲା, ତଥାପି ତାର ନିଜର ଦକ୍ଷତା ହରାଇବା ଅପେକ୍ଷା ଗୁରୁ ଦକ୍ଷିଣାକୁ ଶ୍ରେଷ୍ଠ ବୋଲି ମନେ କଲା। ଆନନ୍ଦରେ ହସି ହସି ଡାହାଣ ହାତର ବୁଢ଼ାଆଙ୍ଗୁଠି କାଟି ଗୁରୁଙ୍କ ପାଦ ତଳେ ଥୋଇଲା। ଅନ୍ତରର ଦୁଃଖ ଓ ଲଜ୍ଜାକୁ ଚାପି ରଖି ଦ୍ରୋଣ ତାକୁ ଆଶୀର୍ବାଦ କରି ଶିଷ୍ୟମାନଙ୍କ ସହ ବାରୁଣାବନ୍ତକୁ ଫେରି ଆସିଲେ। ଏଇ ବିଶୁଦ୍ଧ ଜ୍ୱଳନ୍ତ ଆର୍ଯ୍ୟଭାବଧାରୀ ଅନାର୍ଯ୍ୟ ଶବର ଯୁବକ କିଏ ଜାଣ? ସେ ହେଉଛି ମହାଭାରତର ତା ଲଜ୍ଜାକାରୀ ଶିଷ୍ୟ କୁଳର ଚିର ନମସ୍ୟ ଓ ଆଦର୍ଶ ଏକଲବ୍ୟ। ସାଧନା ପାଇଁ କଣ ତାର ସୁବିଧା ଥିଲା? ବରଂ କହିବା ଭଲ, କଣ ତାର ଅସୁବିଧା ନଥିଲା। କିନ୍ତୁ ଏସବୁ ଅସୁବିଧା ଭିତରେ ଥିଲା ତାର ଗୋଟେ ପରମ ସୁବିଧା। ସେଇଠି ହେଉଛି ଲକ୍ଷ୍ୟ। ସାଧନା ନିମନ୍ତେ ତାର ଅନ୍ତରର ତୀବ୍ର ବ୍ୟାକୁଳ ନିଷ୍ଠା। ସେଇ ନିଷ୍ଠା ହିଁ ସମସ୍ତ ଅସୁବିଧାକୁ ପରମ ସୁବିଧାରେ ପରିଣତ କରିଦେଲା। ଯାହା ଫଳରେ ଚରମ ସୁବିଧାବାଦୀ ଶିଷ୍ୟମାନଙ୍କୁ ଧନୁର୍ବିଦ୍ୟାରେ ସେ ଅସମ୍ଭବ ରୂପେ ଟପି ଯାଇ ପାରିଲା। ଖାଲି ଧନୁର୍ବିଦ୍ୟା ନୁହେଁ, ସାକ୍ଷାତ ଗୁରୁଙ୍କର ଶିଷ୍ୟ ନ ହୋଇ ବି ଗୁରୁ ଭକ୍ତିର କି ପରମ ପରାକାଷ୍ଠା ପ୍ରଦର୍ଶନ କଲା। ଏହି ଏକଲବ୍ୟ ହିଁ ହେଉ ଆମ ସାଧନାର ଚିରକାଳ ଆଦର୍ଶ। ଗୁରୁଙ୍କର ସାକ୍ଷାତ ଦର୍ଶନ ଓ ସହଚର୍ଯ୍ୟ ମିଳୁ ବା ନ ମିଳୁ, ଗୁରୁ ଆଶ୍ରମରେ ସ୍ଥାନ ମିଳୁ ବା ନ ମିଳୁ, ଘରେ ଅମାପ ଧନରତ୍ନ ଥାଉ ବା ନଥାଉ, ତଥାପି ଆମର ଗୁରୁନିଷ୍ଠା ଓ ଲକ୍ଷ୍ୟ ସାଧନରେ କିଛି ବି ଅନ୍ତରାୟ ହୋଇପାରିବ ନାହିଁ। ଗୁରୁ ଆଉ ତାଙ୍କର କୃପା ଆଶ୍ରମରେ ବନ୍ଧା ହୋଇ ନଥାଏ। ତାଙ୍କର ପାର୍ଶ୍ୱବ୍ୟ ଶିଷ୍ୟମାନଙ୍କ ମଧ୍ୟରେ ଆବଦ୍ଧ ହୋଇ ନଥାଏ। ଯେଉଁଠି ଭକ୍ତି, ଶ୍ରଦ୍ଧା ଓ ନିଷ୍ଠା ଥାଏ, ସେଇଠି ସେ ବାନ୍ଧି ହୋଇଥାଏ। ଥରେ ଜଣେ ପ୍ରସିଦ୍ଧ ଗୁରୁ ଥିଲେ। ତାଙ୍କର ଥିଲା ଏକ ସୁନ୍ଦର ଆଶ୍ରମ। ଆଶ୍ରମରେ ଗୁରୁଙ୍କର ଅନେକ ଶିଷ୍ୟ ଥିଲେ। ଆଶ୍ରମର କେତେକ କାର୍ଯ୍ୟ ଲାଗି ଅଳ୍ପ କେତେକ ଚାକର ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲା ବହୁତ ଭକ୍ତି ମନୋଭାବାପନ୍ନ। ଆଶ୍ରମର ସମସ୍ତ କାମ ସେ ଶିଷ୍ୟମାନଙ୍କ ଅପେକ୍ଷା ଅଧିକ ନିଷ୍ଠା ଓ ଶ୍ରଦ୍ଧାର ସହ କରେ। ଅନ୍ତରରେ ସବୁବେଳେ ଗୁରୁଙ୍କୁ ଧ୍ୟାନ କରୁଥାଏ ଓ ତାଙ୍କରି ନାମ ଜପୁଥାଏ। କିନ୍ତୁ ଶିଷ୍ୟମାନଙ୍କ ଭଳି ସହଜରେ ଗୁରୁଙ୍କ ପାଖକୁ ଯାଇପାରେ ନାହିଁ। ଦୂରରୁ ଗୁରୁଙ୍କୁ ବେଳେ ବେଳେ ଦେଖେ, ହୃଦୟରେ ବିନମ୍ର ପ୍ରଣତି ଜଣାଏ। ତାଙ୍କରି ସେବା ଭାବରେ ପୁଣି କାମରେ ଲାଗିଯାଏ। ବେଳେ ବେଳେ ମନରେ ତାର ଦୁଃଖ ଆସେ, ନିଜକୁ ଛୋଟ ହେୟ ବୋଲି ମନେ କରେ। ଭାବେ ଗୁରୁ କଣ ତାର ସେଇ ତାଙ୍କ ପାଖରେ ଚଳପ୍ରଚଳ ହେଉଥିବା ଓ ତାଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ଲାଭ କରି ପାରୁଥିବା ଶିଷ୍ୟମାନଙ୍କର ନା। କିନ୍ତୁ ମନ ଯେତେ ବିଚାର କଲେ ବି ହୃଦୟ ତାର ଏକଥା ମାନେ ନାହିଁ। ହୃଦୟରେ ସେ ଗୁରୁଙ୍କର ଅନାବିଳ ଦିବ୍ୟ ସ୍ନେହ ଓ କୃପା ସବୁବେଳେ ଅନୁଭବ କରେ।
ନୀରବ ଆନନ୍ଦରେ କାହାକୁ କିଛି ନ କହି ତାର କାମ କରେ। ତଥାପି ମନ ପ୍ରାଣର ଅଭିମାନ ଅନେକ ସମୟରେ ତାକୁ ମୁହ୍ୟମାନ କରିବାକୁ ଛାଡ଼ନ୍ତି ନାହିଁ। ଏପରି ଏକ ଗଭୀର ଦୁଃଖ, ହତାଶା ଆଉ ଅବସାଦଗ୍ରସ୍ତ ହୃଦୟରେ ମୁହ୍ୟମାନ ହୋଇପଡ଼ି ଆଖିରୁ ଯେତେବେଳେ ତାର ଲୁହ ଝରି ପଡ଼ିଲା, ସେତିକିବେଳେ ହୃଦୟରେ ଏକ ରୁଦ୍ଧ ଦ୍ୱାର ଚିରକାଳ ଲାଗି ଖୋଲିଗଲା। ସେ ସ୍ପଷ୍ଟ ଅନୁଭବ କଲା, ଗୁରୁଙ୍କର ଦିବ୍ୟ କରୁଣା ତାର ସମସ୍ତ ଆବସାଦକୁ ଧୋଇ ନେଇ ତା ମଧ୍ୟରେ ଦିବ୍ୟ ଆନନ୍ଦ ଓ ଭରସା ସହ ଏଇ ଚିରନ୍ତନ ନିଶ୍ଚୟତା ଭରି ଦେଇଛି ଯେ ମୁଁ ତୋର, ଚିରକାଳ ତୋର। ମୁଁ ଆଶ୍ରମର କ୍ଷୁଦ୍ର ଗଣ୍ଡି ଭିତରେ କିମ୍ବା ସୀମିତ ପାର୍ଶ୍ୱ ଗୋଷ୍ଠୀ ମଧ୍ୟରେ ଆବଦ୍ଧ ନାହିଁ। ତୁ ଆଶ୍ରମରେ ରହ, ଜଙ୍ଗଲରେ ରହ ବା ସଂସାରରେ ରହ, ମୁଁ ସବୁବେଳେ ତୋ ସାଙ୍ଗରେ ରହିଛି। ତୁ ଦୁଃଖ କଷ୍ଟରେ ପଡ଼ି ଯଦି କେବେ ଏହା ଅନୁଭବ କରି ନ ପାରୁ, ତଥାପି ତୋତେ ମୁଁ ଛାଡ଼ି କେବେ ବି ଯାଇପାରିବି ନାହିଁ। ହଠାତ୍ ସେ ବ୍ୟକ୍ତିର ଭିତରୁ ଯେପରି କେହି କହି ଉଠିଲା, ମୁଁ ଆଉ ବାହାରର କୌଣସି ସୁବିଧା ସୁଯୋଗ ଚାହେଁ ନାହିଁ। ତାକୁ ଆସୁ ଅଥବା ନ ଆସୁ, ତାହା ଆସୁ ଅଥବା ନ ଆସୁ, ମୁଁ କେବଳ ତୁମକୁ ଚାହେଁ ପ୍ରଭୁ। ତୁମକୁ ଛାଡ଼ି ମୁଁ ମୁହୂର୍ତ୍ତେ ବି ବଞ୍ଚି ପାରିବି ନାହିଁ। ସେହି ଦିନଠାରୁ ସେ ବ୍ୟକ୍ତିଟି କେବେ ବି ହତାଶ ଓ ପୃଥକ ଅନୁଭବ କରେ ନାହିଁ। ବାହାର ଘଟଣାରେ କେବେ ବି ବିଚଳିତ ହୁଏ ନାହିଁ। କିଛି ବି ଦାବି କରେ ନାହିଁ। କାହାରି ସୌଭାଗ୍ୟ ଦେଖି ନିଜକୁ ଟିକିଏ ବି ଛୋଟ ମନେ କରେ ନାହିଁ, କିମ୍ବା ଦିବ୍ୟ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ଯୋଗୁଁ ନିଜକୁ ବଡ଼ ମନେ କରେ ନାହିଁ। ଅନ୍ୟ ଯାହା କିଛି ମିଳୁ ବା ନ ମିଳୁ, ସେ ଯାହାକୁ ଚାହେଁ ସେ ତ ତାର ଦୁଷ୍ପ୍ରାପ୍ୟ ନୁହନ୍ତି। ଆଉ ତାର କଣ ଦରକାର? ତା ପାଇଁ ଯାହା ଯେତେବେଳେ ଦରକାର ତାହା ଆପେ ହେବ। ତେଣୁ କାହା ପାଇଁ କଣ ଭଲ, କେଉଁ ପରିସ୍ଥିତିରେ କିଏ ରହିବେ, ତାର ସାଧନାରେ ଉନ୍ନତି ହେବ, ତା ଆମର ଅନ୍ତରସ୍ଥ ଗୁରୁ ଭଲ ଭାବରେ ଜାଣନ୍ତି ଓ ସବୁ କିଛି ଭିତର ଦେଇ ସେ ଆମକୁ ତାଙ୍କରି ନିକଟକୁ ନେଇ ଚାଲନ୍ତି। ସାଧନା ସାଧାରଣ କର୍ମ ଭଳି ନୁହେଁ। ଦୁଃଖ କଷ୍ଟ, ସ୍ଥୂଳ ଅସୁବିଧା ଓ ବାଧା ବିପତ୍ତିରେ ସାଧାରଣ କର୍ମ ବିନଷ୍ଟ ହୋଇପାରେ, ସ୍ଥଗିତ ରହିପାରେ, କିନ୍ତୁ ନିଷ୍ଠାପର ସାଧନା ଆହୁରି ଅନ୍ତର୍ମୁଖୀ, ଆହୁରି ତୀବ୍ର ଓ ଆହୁରି ବିକାଶଶୀଳ ହୁଏ। ତେଣୁ ସାଧନାରେ ବାହାରର ପରିସ୍ଥିତି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ଅନ୍ତରର ଅବସ୍ଥା। ଭଗବାନ ଚିରକାଳ ଭକ୍ତର ବାହାରର ସୁବିଧା ଅସୁବିଧା ପଦମର୍ଯ୍ୟାଦାରେ ସେ ବନ୍ଧା ନୁହନ୍ତି। ଭକ୍ତର ସରଳ ନିଷ୍କପଟ ପ୍ରେମ ଭକ୍ତ ପୂର୍ଣ୍ଣ ହୃଦୟ ନିକଟରେ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ, ସମସ୍ତ ଶକ୍ତି, ସମସ୍ତ ଜ୍ଞାନ ବନ୍ଧା। ଥରେ ସେ ଦେବର୍ଷି ନାରଦଙ୍କ ଏକ ପ୍ରଶ୍ନର ଉତ୍ତରରେ କହିନାହାନ୍ତି କି, ନାହୁ ତିଷ୍ଠାମି ବୈକୁଣ୍ଠେ ଯୋଗାନାଃ ହୃଦୟେନ ଚ ମଦ୍ଭକ୍ତା ୟତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ହେ ନାରଦ, ମୁଁ ବୈକୁଣ୍ଠରେ ନାହିଁ କିମ୍ବା ଯୋଗୀମାନଙ୍କର ହୃଦୟରେ ନାହିଁ। ମୋର ଭକ୍ତ ମୋତେ ଯେଉଁଠି ସ୍ମରଣ କରେ, ମୁଁ ସେଇଠି ବିଚିତ୍ର ତାଙ୍କର ଲୀଳା। ଖାଲି ନୀରବ ସମର୍ପଣ ଛଡ଼ା ଆମର ବା ଆଉ କଣ କରିବାର ଅଛି? ଦୁଃଖ କଷ୍ଟ ମାନ ଅପମାନ ରୋଗ ଯନ୍ତ୍ରଣା ସବୁ ତାଙ୍କର। ସବୁ ଭିତରେ ସେ ରହି ସରଳ ନିଷ୍ପାପ ଶିଶୁର ଅମାୟିକ ହସ ହସନ୍ତି। କହନ୍ତି, ଆଇ ଆମ୍ ୱିଥ୍ ୟୁ ବିକଜ ଆଇ ଆମ୍ ୟୁ, ଅର୍ ୟୁ ଆର୍ ଆଇ ଦ ମଦର। ମୁଁ ତୋ ସହ ରହିଛି କାରଣ ମୁଁ ହେଉଛି ତୁ ବା ତୁ ହେଉଛୁ ମୁଁ। ମା ତ କାହିଁ ମୋତେ ଫୁଲଟିଏ କରିଲେ, ମା ତ କାହିଁ ମୋତେ ଫୁଲଟିଏ କରିଲେ, ତୋର ଅଙ୍ଗେ ଅଙ୍ଗେ ରାখিବି, ତୋର ଚରଣ ନୀତି ଶୁଣିବି, ତୋର ଅଙ୍ଗେ ଅଙ୍ଗେ ରାখিବି, ତୋର ଚରଣ ନୀତି ଶୁଣିବି। ଖାଲି ଏତିକି ମାଗୁଛି ମା, ମୋତେ ଆଶୀଷ ମୋତେ ଫୁଲଟିଏ କରିଦେ।
ଫୁଲଟିଏ କରିଲେ ତୋ ପାଖରୁ ମା ଦୂରରେ ରହିଲେ ମୋତେ ପାଏକ ଲାଗୁଛି ଅତି କ୍ଷଣି ମା ତୋରି ଛବିକୁ ମୋର ମନେ ମନେ ଭାବୁଛି ତୋ ପାଖରୁ ମା ଦୂରରେ ରହିଲେ ମୋତେ ପାଏକ ଲାଗୁଛି ଅତି କ୍ଷଣି ମା ତୋରି ଛବିକୁ ମୋର ମନେ ମନେ ଭାବୁଛି ଖାଲି ଏତିକି ମାଗୁଛି ମା ତୋ ତୋରକୁ ଟିକେ ମୋତେ ଫୁଲଟିଏ କରିଦେ ମାଙ୍କ ପାଇଁ ମୋତେ ଫୁଲଟିଏ କରିଦେ ମାଙ୍କ ପାଇଁ ମୋତେ ଫୁଲଟିଏ କରିଦେ ଜଗତଜନନୀ ସବୁରି ଅନ୍ତରେ ରହି ମନ କଥା ବୁଝୁଛୁ ସ୍ନେହ ପ୍ରେମ କରୁଣାରେ ସାରା ସଂସାରକୁ ତୋ ପଣତରେ ରଖିଛୁ ଜଗତଜନନୀ ସବୁରି ଅନ୍ତରେ ରହି ମନ କଥା ବୁଝୁଛୁ ସ୍ନେହ ପ୍ରେମ କରୁଣାରେ ସାରା ସଂସାରକୁ ତୋ ପଣତରେ ରଖିଛୁ ଖାଲି ଏତିକି ମାଗୁଛି ମା ମୋତେ ନିଜ ପାଖରେ ମୋତେ ଫୁଲଟିଏ କରିଦେ ମାଙ୍କ ପାଇଁ ଫୁଲଟିଏ କରିଦେ ମାଙ୍କ ପାଇଁ ଫୁଲଟିଏ କରିଦେ ତୋର ଅଙ୍ଗେ ଅଙ୍ଗେ ରହିଥିବି ତୋର ଚରଣୀତି ଛୁଇଁ ତୋର ଅଙ୍ଗେ ଅଙ୍ଗେ ରହିଥିବି ତୋର ଚରଣୀତି ଛୁଇଁ ଖାଲି ଏତିକି ମାଗୁଛି ମା ମୋତେ ଆଶୀଷ ଦିଏ ମୋତେ ଫୁଲଟିଏ କରିଦେ ମାଙ୍କ ପାଇଁ ମୋତେ ଫୁଲଟିଏ କରିଦେ ତୋ କୋଳକୁ ଟିକେ ଏଇ ଆଶୀଷ ଦିଏ ମା ଫୁଲଟିଏ କରିଦେ